ଶାନ୍ତିଲତା ବେହେରା କୁଆମରା ଗଭର୍ଣ୍ଣମେଣ୍ଟ ୟୁପି ସ୍କୁଲ କୁଆମରା କ୍ଲଷ୍ଟରର ଶିକ୍ଷୟିତ୍ରୀ ଅଟେ। ମୁଁ ଆଜି ସପ୍ତମ ଶ୍ରେଣୀ ଇତିହାସ ବହିର ଥିବା ପ୍ରଥମ ଅଧ୍ୟାୟ ନୂତନ ଶକ୍ତିର ଅଦ୍ଭୁତାୟନ ବିଷୟଟିକୁ ପଢ଼ାଇବାକୁ ଯାଉଛି। ଗୁଡ୍ ମର୍ଣ୍ଣିଂ ପିଲାମାନେ, ଆଶା କରେ ତମେମାନେ ସବୁ ବହୁତ ଭଲରେ ଥିବ। ଆଜି ଆମେ ତମ ଇତିହାସ ପାଠର ନୂତନ ଶକ୍ତିର ଅଦ୍ଭୁତାୟନ ବିଷୟରେ ପଢ଼ିବା। ଏହି ବିଷୟରେ ଆମେ ପଢ଼ିବା ଐତିହାସିକ ମାନେ ଓ ସେମାନଙ୍କର ଉପାଦାନ। ସେଥିରେ ତାପରେ ଆମେ ପଢ଼ିବା ତୁର୍କମାନଙ୍କର ଆକ୍ରମଣ, ମାମୁଦ ଗଜନୀ, ମହମ୍ମଦ ଘୋରୀଙ୍କ ବିଷୟରେ। ତାପରେ ପଢ଼ିବା ପ୍ରତିହାର, ଚୋଳ, ପାଣ୍ଡ୍ୟ, ହୟଶାଳ ଓ ଯାଦବ ବଂଶ ବିଷୟରେ। ଓଡ଼ିଶାରେ ସମବଂଶୀ ଶାସନ ବିଷୟରେ ମଧ୍ୟ ଆଲୋଚନା କରିବା। ଓଡ଼ିଶାରେ ଗଙ୍ଗବଂଶର ଉତ୍ଥାନ ମଧ୍ୟ ପଢ଼ିବା। ଶେଷରେ ନୂତନ ଧର୍ମର ଓ ଆଧ୍ୟାତ୍ମିକ ଗୋଷ୍ଠୀର ସୃଷ୍ଟି ବିଷୟରେ ମଧ୍ୟ ପଢ଼ିବା। ଏହା ଅଛି ଆମର ପ୍ରଥମ ପାଠରେ। ତାହେଲେ ଚାଲ ଏବେ ଆମେ ପଢ଼ିବା ଐତିହାସିକ ମାନଙ୍କର ଉପାଦାନ ବିଷୟରେ। ଐତିହାସିକ ମାନେ ମୁଖ୍ୟତଃ ପ୍ରତ୍ନତାତ୍ତ୍ୱିକ ଉପାଦାନ ଓ ସାହିତ୍ୟିକ ଉପାଦାନକୁ ନେଇ ତାଙ୍କର ଇତିହାସକୁ ରଚନା କରିଥାନ୍ତି। ପ୍ରତ୍ନତାତ୍ତ୍ୱିକ ଉପାଦାନରେ ଆମର ଖୋଦିତ ଲେଖା ବା ଲିପି, କୀର୍ତ୍ତି ଓ କଳାକୃତି ବା ଭୌତିକ ଅବଶେଷ ବା ପୂର୍ବରୁ ପ୍ରଚଳିତ ରାଜା ମହାରାଜା ମାନଙ୍କର ମୁଦ୍ରାକୁ ଦେଖି ଇତିହାସମାନେ ସେମାନଙ୍କର ଇତିହାସକୁ ରଚନା କରିଥାନ୍ତି। ସେହିପରି ସାହିତ୍ୟିକ ଉପାଦାନକୁ ଆମେ ଯଦି ଦୃଷ୍ଟି ପକାଇବା, ଧର୍ମ ସମ୍ବନ୍ଧୀୟ ସାହିତ୍ୟ ଅଛି, ଐତିହାସିକ ସାହିତ୍ୟ ଅଛି ଏବଂ ବୈଦେଶିକ ବିବରଣୀ ଅଛି, ଯାହାକି ବିଦେଶୀମାନେ ଲେଖିଛନ୍ତି। ତହିଁକୁ ଦେଖି ଐତିହାସିକମାନେ ସେମାନଙ୍କର ଇତିହାସ ରଚନା କରିଥାନ୍ତି। ସୁଲତାନ ମାମୁଦଙ୍କ ଶାସନ ସମ୍ପର୍କରେ ଫିରଦୋଷୀଙ୍କ ଶାହନାମା ପୁସ୍ତକ, ମିନହାଜ ଉଦ୍ଦିନ ସିରାଜଙ୍କ ତବାକାତ ନାସିରେ ମହମ୍ମଦ ଘୋରୀ, ଇଲତୁତମିଶ ଓ ବଲବନଙ୍କ ବିଷୟରେ ବର୍ଣ୍ଣନା କରାଯାଇଛି। ଅମୀର ଖୁସରୁଙ୍କ ତୁଗଲକନାମା ପୁସ୍ତକରେ ମହମ୍ମଦ ବିନ ତୁଗଲକଙ୍କ କାର୍ଯ୍ୟକଳାପ ବିଷୟରେ ବର୍ଣ୍ଣନା କରାଯାଇଛି। ବାବରଙ୍କ ଆତ୍ମଚରିତ ବାବର ନାମାରେ ବାବରଙ୍କ ବିଷୟରେ ଓ ଆବୁଲ ଫାଜଲଙ୍କ ଦ୍ୱାରା ରଚିତ ଆକବରନାମା ପୁସ୍ତକରେ ଆକବରଙ୍କ ବିଷୟରେ ରଚନା କରାଯାଇଛି। ଏହିପରି ଭାବରେ ମଧ୍ୟଯୁଗରେ ବହୁତ ପୁସ୍ତକ ରଚିତ ହୋଇଥିଲା, ଯାହାକି ସେ ସମୟରେ ବିଭିନ୍ନ ଶାସକମାନଙ୍କ ସମ୍ପର୍କରେ ବିଭିନ୍ନ ତଥ୍ୟ ପ୍ରଦାନ କରୁଥିଲା। ସେହିପରି ବିଜକ ଗ୍ରନ୍ଥରେ ଥିବା ଦୋହାରୁ କବୀରଙ୍କ ଧର୍ମବାଣୀ ବିଷୟରେ ଜାଣି ହୋଇଥାଏ। ଆଦି ଗ୍ରନ୍ଥ ବା ଗୁରୁ ଗ୍ରନ୍ଥ ସାହେବରୁ ଆମେ ନାନକଙ୍କ ନୀତିବାଣୀ ସମ୍ପର୍କରେ ଜାଣିଥାଉ। ସେହିପରି ଶ୍ରୀ ଚୈତନ୍ୟଙ୍କ ବାଣୀ ଚୈତନ୍ୟ ଚରିତାମୃତ ନାମକ ପୁସ୍ତକକୁ ଆମେ ଜାଣିପାରୁ। କୃଷ୍ଣଦେବ ରାୟଙ୍କର ଦ୍ୱାରା ରଚିତ ଆମୁକ୍ତ ମାଲ୍ୟବ ପୁସ୍ତକରୁ ଆମେ ବିଜୟନଗର ରାଜ୍ୟର ସୃଷ୍ଟି ଓ ଏହାର ଶାସନ ବିଷୟରେ ଜାଣିଅଛୁ। ଆଉ ମଧ୍ୟ ସେହିପରି ଗୋଆରେ ଥିବା ସେଣ୍ଟ ଜାଭିୟର୍ସ ଚର୍ଚ୍ଚରୁ ଭାରତରେ ପର୍ତ୍ତୁଗୀଜ ମାନଙ୍କର କାର୍ଯ୍ୟକଳାପ ସମ୍ପର୍କରେ ଜାଣିହୁଏ ଏବଂ ୱିଲିୟମ ଦୁର୍ଗ ବା ପୋର୍ଟରେ ଭାରତରେ ଇଂରେଜ ମାନଙ୍କର କାର୍ଯ୍ୟକଳାପ ବିଷୟରେ ଆମେ ଜାଣିଥାଉ। ମଧ୍ୟଯୁଗରେ ଛାପାଖାନା ନଥିଲା, ତେଣୁ ଜଣେ ଲେଖକଙ୍କର ପାଣ୍ଡୁଲିପି ଦେଖି ଅନ୍ୟ ଜଣେ ତାକୁ ଲେଖୁଥିଲା। ଲେଖାକୁ ଅନୁସରଣ କରି ଲେଖିଲା ବେଳେ ଅଧିକାଂଶ ଅକ୍ଷର ପରିବର୍ତ୍ତନ ହେଉଯାଉଥିଲା। ବେଳେବେଳେ ଅନୁକରଣ କରି ଲେଖୁଥିବା ବ୍ୟକ୍ତି ଜଣକ କ'ଣ କରେ ନା ନିଜ ମନରୁ ଧାଡ଼ିଏ ଦୁଇ ଧାଡ଼ି ଲେଖିଦେଉଥିଲା। ଏହିଭଳି ଭାବରେ ଐତିହାସିକମାନେ ତାଙ୍କର ଇତିହାସକୁ ଲେଖୁଥିଲେ। ତେଣୁ ଅଧିକାଂଶ ଲେଖକ, କବି ଏବଂ ଐତିହାସିକ ମାନଙ୍କର ମୂଳ ଲେଖା ଆଜି ପର୍ଯ୍ୟନ୍ତ ମଧ୍ୟ ହସ୍ତଗତ ହୋଇପାରି ନାହିଁ। ଅଧିକାଂଶ ତାଳପତ୍ର, ପୋଥି ତଥା ଅନ୍ୟାନ୍ୟ ଉପାଦେୟ ପୁସ୍ତକ ଗୁଡ଼ିକ ସଂରକ୍ଷଣ ଅଭାବରୁ ନଷ୍ଟ ମଧ୍ୟ ହୋଇଯାଇଛି। ଆଉ କିଛି ସଂଗ୍ରହାଳୟରେ ସଂଗ୍ରହିତ ଅଛି। ଗବେଷକମାନେ ସେମାନଙ୍କର ଗବେଷଣା ପାଇଁ ଏ ସଂଗ୍ରହାଳୟଠାରୁ ଉପାଦାନ ସବୁ ସଂଗ୍ରହ କରିଥାନ୍ତି। ତାପରେ ଆମେ ପଢ଼ିବା ତୁର୍କମାନଙ୍କର ଭାରତ ଆକ୍ରମଣ। ଦଶମ ଶତାବ୍ଦୀରେ ଭାରତର ରାଜନୈତିକ ଅବସ୍ଥା ଅସ୍ଥିର ଥିଲା। ବିଭିନ୍ନ ରାଜବଂଶର ରାଜାମାନେ ପରସ୍ପର ମଧ୍ୟରେ ଯୁଦ୍ଧ ଓ କଳହରେ ସର୍ବଦା ଲିପ୍ତ ଥିଲେ। ଏହାର ସୁଯୋଗ ନେଇ ଉତ୍ତର ପଶ୍ଚିମରୁ ତୁର୍କମାନେ ଭାରତ ଆକ୍ରମଣ କରିଥିଲେ। ଏହି ତନ୍ମଧ୍ୟରେ ଥିଲେ ଗଜନୀର ସୁଲତାନ ମାମୁଦ। ଦଶମ ଶତାବ୍ଦୀର ଆଫଗାନିସ୍ତାନରେ ଆଲପକିନ ଗଜନୀ ନାମକ ଏକ ରାଜ୍ୟ ସେ ସ୍ଥାପନ କରିଥିଲେ। 977 ଖ୍ରୀଷ୍ଟାବ୍ଦରେ ସାବକ୍ତଗିନି ଏହାର ଶାସନକର୍ତ୍ତା ହୋଇଥିଲେ। ତାଙ୍କର ମୃତ୍ୟୁ ପରେ ସେହି 977 ଖ୍ରୀଷ୍ଟାବ୍ଦରେ
ମାମୁନ ଏହାର ସିଂହାସନ ଆହରଣ କରିଥିଲେ। ଗଜନୀକୁ ଏକ ଶକ୍ତିଶାଳୀ ରାଜ୍ୟରେ ପରିଣତ କରିବା ପାଇଁ ସେ ସର୍ବଦା ସ୍ୱପ୍ନ ଦେଖୁଥିଲେ। ମଧ୍ୟ ଏସିଆ ଜୟ କରି ଏକ ବିଶାଳ ସାମ୍ରାଜ୍ୟ ସୃଷ୍ଟି କରିବା ତାଙ୍କ ମନରେ କଳ୍ପନା ଉଙ୍କି ମାରିଥିଲା। ସେଇଥିପାଇଁ ସେ ଏକ ବିରାଟ ସୈନ୍ୟବାହିନୀ ଗଠନ କଲେ। ଭାରତର ଧନରତ୍ନ ତାଙ୍କୁ ପ୍ରଲୋଭିତ କରିଥିଲା। ସେ 1000 ଖ୍ରୀଷ୍ଟାବ୍ଦରୁ 1027 ଖ୍ରୀଷ୍ଟାବ୍ଦ ମଧ୍ୟରେ 17 ଥର ଭାରତ ଆକ୍ରମଣ କରିଥିଲେ। ମାମୁଦ ମଧ୍ୟ ପଞ୍ଜାବ, ମୁଲତାନ, ଥାନେଶ୍ୱର ଆଦି ରାଜ୍ୟକୁ ଅଧିକାର କରି ନିଜର ବୀରତ୍ୱର ପରିଚୟ ଦେଇଥିଲେ। ସେ ପଞ୍ଜାବକୁ ନିଜ ସାମ୍ରାଜ୍ୟରେ ମଧ୍ୟ ମିଶାଇ ଦେଇଥିଲେ। 1025 ଖ୍ରୀଷ୍ଟାବ୍ଦରେ ମାମୁଦ ଗୁଜରାଟର ପ୍ରସିଦ୍ଧ ସୋମନାଥ ମନ୍ଦିରକୁ ଲୁଣ୍ଠନ କରି ବହୁ ଧନରତ୍ନ ଭାରତରୁ ତାଙ୍କ ରାଜ୍ୟ ଗଜନୀକୁ ନେଇଯାଇଥିଲେ। ହିନ୍ଦୁ ମନ୍ଦିରକୁ ଧ୍ୱଂସ କରିବା ଓ ଲୁଣ୍ଠନ କରିବା ଏବଂ ଇସଲାମ ଧର୍ମର ଗୌରବ ରକ୍ଷା କରିବା ପାଇଁ ସେ ସର୍ବଦା ଚେଷ୍ଟା କରୁଥିଲେ। 1030 ଖ୍ରୀଷ୍ଟାବ୍ଦରେ ସୁଲତାନ ମାମୁଦଙ୍କର ମୃତ୍ୟୁ ହୋଇଥିଲା। ସମଗ୍ର ଉତ୍ତର ଭାରତ ଏକ ଆକ୍ରମଣକାରୀ ଓ ଲୁଣ୍ଠନକାରୀ କବଳରୁ ସେହିଦିନ ମୁକ୍ତ ହୋଇଥିଲା। ମାମୁଦ କିନ୍ତୁ ଗଜନୀର ବହୁତ ଉନ୍ନତି ସାଧନ କରିଥିଲେ। ସେ ସେଠାରେ ଏକ ବିରାଟ ପାଠାଗାର ଓ ସୁନ୍ଦର ମସଜିଦ ନିର୍ମାଣ କରିଥିଲେ। ମାମୁଦ ତାଙ୍କ ଦରବାରରେ ବହୁ ଜ୍ଞାନୀ ଓ ଗୁଣୀମାନଙ୍କୁ ମଧ୍ୟ ସ୍ଥାନ ଦେଇଥିଲେ। ସେମାନଙ୍କ ମଧ୍ୟରୁ ପ୍ରସିଦ୍ଧ ଥିଲେ ପାରସିକ କବି ଫିର୍ଦୋସୀ, ଯିଏକି ଶାହନାମା ଏକ ପୁସ୍ତକ ରଚନା କରି ଆଜି ପର୍ଯ୍ୟନ୍ତ ଜନମାନସରେ ଅମର ହୋଇ ରହିଛନ୍ତି। ମାମୁଦ ମଧ୍ୟ ଆଲବେରୁଣି ନାମକ ଏକ ବିଦ୍ୱାନ ବ୍ୟକ୍ତିଙ୍କୁ ଭାରତ ସମ୍ପର୍କରେ ଜ୍ଞାନ ଆହରଣ କରିବା ପାଇଁ ପଠାଇଥିଲେ। ସେ ମଧ୍ୟ ଭାରତରେ ବହୁତ ବର୍ଷ ରହି ଭାରତ ଉପରେ ଏକ ସୁନ୍ଦର ପୁସ୍ତକ ରଚନା କରିଥିଲେ, ଯାହାର ନାମ ଥିଲା ତହକିକ୍-ଇ-ହିନ୍ଦ ଓ ଯାହାର ଅର୍ଥ ଥିଲା ଭାରତ ବିଷୟରେ ଯାହା ସତ୍ୟ। ମାମୁଦଙ୍କ ମୃତ୍ୟୁ ପରେ ଗଜନୀ ରାଜ୍ୟ ନିଜର ଗୌରବ ହରାଇ ବସିଲା। ତାଙ୍କର ଉତ୍ତରାଧିକାରୀମାନେ ଦୁର୍ବଳ ହୋଇ ପଡ଼ିଥିଲେ। ଗଜନୀ ରାଜ୍ୟର ପତନ ଘଟିଥିଲା। ଏହାପରେ ଆଫଗାନିସ୍ତାନର ଘୋର ନାମକ ଏକ ରାଜ୍ୟ ପ୍ରତିଷ୍ଠିତ ହୋଇଥିଲା। ଏହାର ଶାସକ ଥିଲେ ମହମ୍ମଦ ଘୋରୀ। ମହମ୍ମଦ ଘୋରୀ ମଧ୍ୟ ଦ୍ୱାଦଶ ଶତାବ୍ଦୀର ଶେଷ ଆଡ଼କୁ ଘୋର ରାଜ୍ୟର ଶାସକ ମହମ୍ମଦ ଘୋରୀ ଭାରତ ଆକ୍ରମଣ କରିଥିଲେ। ଉତ୍ତର ଭାରତ ଜୟ କରି ଏହାକୁ ସେ ନିଜ ରାଜ୍ୟରେ ମିଶାଇବା ତାଙ୍କର ଚରମ ଲକ୍ଷ୍ୟ ଥିଲା। ଭାରତରେ ଧନରତ୍ନ ତାଙ୍କୁ ମଧ୍ୟ ଭାରତ ଆକ୍ରମଣ କରିବା ପାଇଁ ପ୍ରେରଣା ଯୋଗାଇଥିଲା। ମହମ୍ମଦ ଘୋରୀ 1175 ଖ୍ରୀଷ୍ଟାବ୍ଦରେ ମୁଲତାନ ଅଧିକାର କରି ଭାରତକୁ ଆକ୍ରମଣ କରିବା ପାଇଁ ତାଙ୍କ ପଥଟାକୁ ପ୍ରସ୍ତୁତ କରିଦେଇଥିଲେ। ଏହାପରେ ସେ ସିନ୍ଧୁ ପ୍ରଦେଶ ଓ ପଞ୍ଜାବ ଅଧିକାର କରି ଦିଲ୍ଲୀ ଆଡ଼କୁ ଅଗ୍ରସର ହୋଇଥିଲେ। ଦିଲ୍ଲୀରେ ସେତେବେଳେ ଚୌହାନ ବଂଶର ରାଜା ପୃଥ୍ୱୀରାଜ ଶାସନ କରୁଥିଲେ। ସେ ରାଜପୁତମାନଙ୍କୁ ସଂଗଠିତ କରି ସେମାନଙ୍କ ସହାୟତାରେ ମହମ୍ମଦ ଘୋରୀଙ୍କୁ 1191 ଖ୍ରୀଷ୍ଟାବ୍ଦରେ ତିରୋରୀଠାରେ ପରାସ୍ତ କରିଥିଲେ, ଯାହାକି ପ୍ରଥମ ତିରୋରୀ ଯୁଦ୍ଧ ନାମରେ ନାମିତ ହୋଇଥିଲା। ମହମ୍ମଦ ଘୋରୀ କିନ୍ତୁ ଏହି ପରାଜୟକୁ ଭୁଲି ପାରିନଥିଲେ। ସେ ପୁନର୍ବାର ଭାରତ ଆକ୍ରମଣ କରିବା ପାଇଁ ଯୋଜନା କରିଥିଲେ ଓ ଆକ୍ରମଣ ମଧ୍ୟ କରିଥିଲେ। 1192 ଖ୍ରୀଷ୍ଟାବ୍ଦରେ ଦ୍ୱିତୀୟ ତିରୋରୀ ଯୁଦ୍ଧରେ ସେ ପୃଥ୍ୱୀରାଜ ଚୌହାନଙ୍କୁ ପରାସ୍ତ କରି ଦିଲ୍ଲୀ ଅଧିକାର କରିଥିଲେ। ଏହା ଦେଖି କନୌଜର ରାଠୋର ବଂଶୀୟ ଶାସକ ଜୟଚନ୍ଦ୍ର ରାଜପୁତମାନଙ୍କୁ ଏକତ୍ରିତ କରି ମହମ୍ମଦ ଘୋରୀକୁ ଚାନ୍ଦୁଆର ବା ଚାନ୍ଦେରୀ ଯୁଦ୍ଧ କ୍ଷେତ୍ରରେ ଭେଟିଥିଲେ। ଏହି ଯୁଦ୍ଧରେ ମହମ୍ମଦ ଘୋରୀ ଜୟଚନ୍ଦ୍ରକୁ ପରାଜିତ କରି ଭାରତରୁ ବିପୁଳ ଧନରତ୍ନ ସ୍ୱଦେଶକୁ ନେଇଯାଇଥିଲେ। ସେ ଯିବା ପରେ ତାଙ୍କର ମୁଖ୍ୟ ସେନାପତି କୁତବୁଦ୍ଦିନ ଆଇବାକ, ଯିଏକି ବୁନ୍ଦେଲଖଣ୍ଡ, କାଲିଞ୍ଜର ଓ ମାହାବା ଆଦି ଅଞ୍ଚଳ ଅଧିକାର କରିଥିଲେ। ତାଙ୍କର ଅନ୍ୟତମ ସେନାପତି ଥିଲେ ଉଖ୍ତିୟାରଉଦ୍ଦିନ, ଯିଏକି ଖାଲଜି ବଙ୍ଗ, ବିହାର ଅଧିକାର କରିଥିଲେ। ମହମ୍ମଦ ଘୋରୀ ଲାହୋରଠାରେ 1206 ଖ୍ରୀଷ୍ଟାବ୍ଦରେ ପ୍ରାଣତ୍ୟାଗ କରିଥିଲା। ଆଚ୍ଛା ହଉ ପିଲାମାନେ, ଆମେ ଆଗାମୀ ଅଧ୍ୟାୟରେ ବା ଆଗାମୀ ଭିଡ଼ିଓରେ ପ୍ରତିହାର ବଂଶ, ଚୋଳ ବଂଶ, ପାଣ୍ଡ୍ୟ ବଂଶ ଓ ହୟଶାଳ ବଂଶ ଏବଂ ଯାଦବ ବଂଶ ବିଷୟରେ ଆଲୋଚନା କରିବା।